ଦେଖନ୍ତୁ 2023 ମସିହା ସେପ୍ଟେମ୍ବର 20 ତାରିଖରେ ମହିଳା ରିଜର୍ଭେସନ୍ ବିଲ୍ ପାସ୍ ହେଇଥିଲା। କୁହାଯାଇଥିଲା 2029 ମସିହାରେ ଲାଗୁ ହେବ, କିନ୍ତୁ ପୁଣି କ'ଣ ଆବଶ୍ୟକ ପଡ଼ିଲା, ଯାହାଫଳରେ କି ଆସନ୍ତାକାଲି 16, 17, 18ରେ ପାର୍ଲାମେଣ୍ଟ ବସିବ, ବିଲ୍ ସମ୍ପର୍କରେ ଆଲୋଚନା ହେବ। ଯାହା ଶୁଣାଯାଉଛି ଯେ ସିଟ୍ ସଂଖ୍ୟା ବଢ଼ିବ, ମହିଳା ରିଜର୍ଭେସନ୍ ମଧ୍ୟ ହେବ, ତା ସାଥିରେ ଡିଲିମିଟେସନ୍ ମଧ୍ୟ ସଂରକ୍ଷଣ ମଧ୍ୟ ବଦଳିବ। ତେଣୁକରି ସେ ତାଙ୍କର କ'ଣ ଆଜେଣ୍ଡା ରଖିଛନ୍ତି ଭାରତୀୟ ଜନତା ପାର୍ଟି ସରକାର, ସେଇଟା ଆସନ୍ତାକାଲି 16 ତାରିଖ ଏବଂ 17, 18 ଆଲୋଚନା ହେଇ ବିଲ୍ ପାରିତ ହେଲେ ଜଣାପଡ଼ିବ। କିନ୍ତୁ ମୋ କହିବା କଥା, ଏହାକୁ ସର୍ବସମ୍ମୁଖରେ ଆଣିବା ଉଚିତ ଥିଲା। ତାକୁ ନ ଆଣିକରି ବିଲ୍ର କପି ବଣ୍ଟା ନ ଯାଇ ଏମ୍ପି ମାନଙ୍କୁ ତା ପୂର୍ବରୁ ସାରା ଦେଶରେ ରାଲି ଫାଲି କରିକି ଚଲେଇଛନ୍ତି। ଯେତେବେଳେ ପାର୍ଲାମେଣ୍ଟରେ ପାସ୍ ହେବ, ସବୁ ଦଳଙ୍କର ମତାମତ ନେଇକି ସ୍ୱୀକୃତି ନେଇକି ଏ ବିଲ୍ ପାସ୍ ହୁଏ ବା କନଷ୍ଟିଟ୍ୟୁସନ୍ ଆମେଣ୍ଡମେଣ୍ଟ କରାଯାଏ। କିନ୍ତୁ ସମସ୍ତ କ୍ରେଡ଼ିଟ୍ ନେବାକୁ ଯେହେତୁ ଏମାନେ ଚାହୁଁଛନ୍ତି, ଏଇଟା ଠିକ୍ କରୁନାହାନ୍ତି। ଅର୍ଥାତ୍ ସେ କେବଳ ନିଜର ବାହାଦୁରୀ ଦେଖାଇବା ପାଇଁ ଏଇଭଳି ସବୁ ରାଜନୈତିକ କାର୍ଯ୍ୟକ୍ରମ କରୁଛନ୍ତି, ଯାହା ଶୋଭନୀୟ ନୁହେଁ। ଶୁଣନ୍ତୁ, ଯେତେ ଲୋକପ୍ରତିନିଧିମାନଙ୍କ ସଂଖ୍ୟା ବଢ଼ିବ କିଛି ଖରାପ ନୁହଁ, ଭଲ କଥା। କିନ୍ତୁ ସାରା ଭାରତବର୍ଷରେ ପ୍ରତ୍ୟେକ ରାଜ୍ୟ ଯେମିତି ନେଗ୍ଲେକ୍ଟ ନ ହେବେ, ଅଣଦେଖା ନ ହେବେ, ସମସ୍ତଙ୍କୁ ସଠିକ୍ ଭାବରେ ନ୍ୟାୟ ପ୍ରଦାନ କରାଯିବ ବା ତାଙ୍କର ଭାଗ ରହିବ, ସେଇଥିପାଇଁ ସରକାର ଯତ୍ନବାନ ହେବା ଉଚିତ। ସେମାନେ ବର୍ତ୍ତମାନ ଯେଉଁ ନୂତନ ପାର୍ଲାମେଣ୍ଟ ଗୃହ କଲେ, ସେ ବୋଧେ ଆଖି ଆଗରେ ରଖିଥିଲେ, ଏ ତାଙ୍କର ବହୁ ପୂର୍ବର ଯୋଜନା ଥିବ। ଏବଂ ଓଡ଼ିଶାରେ ଯଦି ବଢ଼ିବ, କେତେ ସିଟ୍ ବଢ଼ିବ ବର୍ତ୍ତମାନ ଜଣା ନାହିଁ। ଆପଣମାନେ କହୁଛନ୍ତି 10 କି 11 ସିଟ୍ ବଢ଼ିପାରେ, 70 କି 77 ବିଧାନସଭା ସିଟ୍ ବଢ଼ିପାରେ। ବଢ଼ିଲେ କେଉଁ ଆଧାରରେ ବଢ଼ାଉଛନ୍ତି ତାକୁ ଦେଖିବାକୁ ପଡ଼ିବ। ଯଦି ତାଙ୍କର ଇଚ୍ଛା ମୁତାବକ ତାଙ୍କୁ ସୁହାଇଲା ଭଳି କରିବେ, ତାହେଲେ ସେଇଟା ଠିକ୍ ହେବନି। ଯେଉଁଟା ଜନସାଧାରଣଙ୍କୁ ଓଡ଼ିଶାର ହିତ ପାଇଁ ସୁହାଇବ, ସେଇ କଥା କରିବାକୁ ଆମେ ଆହ୍ୱାନ ରଖୁଛୁ। ନାଇଁ, ସେମାନେ ଯାହା ମୁଁ ଖବର ପାଇଛି, ସେମାନେ ବିଭିନ୍ନ ରାଜନୈତିକ ଦଳ ଭାରତବର୍ଷର ତାଙ୍କୁ ଆପ୍ରୋଚ୍ କରିଛନ୍ତି ଏବଂ ସାଉଥ୍ ଇଣ୍ଡିଆରେ ଯେଉଁ ସମସ୍ୟା ହେଉଛି, ସେ ସେଇଥିପାଇଁ 2011 ଜନଗଣନାକୁ ହିସାବକୁ ନେବେ ବୋଲି ଶୁଣାଯାଉଛି। ମୁଁ ଆପଣଙ୍କୁ କହିଦେଉଛି, ଭୌଗୋଳିକ ଦୃଷ୍ଟିକୋଣରୁ ହେଉ, ଜନସଂଖ୍ୟା ଦୃଷ୍ଟିକୋଣରୁ ହେଉ, ବିଭିନ୍ନ ପାରାମିଟର ନେଇ କରନ୍ତୁ, କିନ୍ତୁ ନିଜର ଲୁକାୟିତ ରାଜନୈତିକ ଏଜେଣ୍ଡାକୁ ଯଦି ସେ ଥାପିବାକୁ ଚାହିଁବେ, ସେଇଟା ଭଲ ହେବନି। ସେଇଟା ଡିଟେଲ୍ସ ହିସାବ କଲା ପରେ ଜଣାପଡ଼ିବ। ସେ ଆଗ ସମ୍ପୂର୍ଣ୍ଣ ବିଲ୍ ଉପସ୍ଥାପିତ କରି ଆଲୋଚନା ହେଉ, ତାପରେ କହିବା। କିନ୍ତୁ ରାଜନୈତିକ ଅଭିସନ୍ଧିମୂଳକ କୌଣସି ପଦକ୍ଷେପ ଦିଲ୍ଲୀ ସରକାର ନ ନିଅନ୍ତୁ, ସେଇଥିପାଇଁ ଆମେ ତାଙ୍କୁ ଆହ୍ୱାନ ରଖୁଛୁ। ଶୁଣନ୍ତୁ, ଗୋଟେ ଦଳ ଜନ୍ମ ନେଇକି ତାର ଆଭିମୁଖ୍ୟ ପ୍ରକାଶ କରନ୍ତୁ ଏବଂ ତାଙ୍କର ଭବିଷ୍ୟତରେ ତାଙ୍କ କାର୍ଯ୍ୟକ୍ରମ ଜଣାଇବ, ସେ କେତେ ଦୂର ଭାରତୀୟ ଜନତା ପାର୍ଟି ସରକାର ବିରୁଦ୍ଧରେ ଲଢ଼ିବେ କି ନ ଲଢ଼ିବେ। ତେଣୁ ତାଙ୍କର ଯେତେବେଳେ ସେ ମଇଦାନକୁ ଆସିବେ, ତାଙ୍କର ଆଜେଣ୍ଡା ଜଣାପଡ଼ିବ, ତାପରେ ମତାମତ ଦେବା ଠିକ୍ ହେବ। ଶୁଣନ୍ତୁ, କେଉଁ ଭିତ୍ତିଭୂମି ଉପରେ ଗୋଟେ ନୂଆ ଦଳ ହେଉଛି, ତାଙ୍କର କାର୍ଯ୍ୟକ୍ରମ ଭବିଷ୍ୟତରେ କ'ଣ ଗ୍ରହଣ କରିବେ, ସେମାନେ ସରକାରଙ୍କ ସାଥିରେ ରହିବେ କି ସରକାରଙ୍କ ବିରୁଦ୍ଧରେ ଯିବେ, କି ସରକାରଙ୍କ ବିରୁଦ୍ଧରେ ଯିବା କଥା କହି ସରକାରଙ୍କ ସାଥିରେ ଭିତ୍ତିରିଆ ରହିବେ, ଏସବୁ କଥାର ଆକଳନ ବର୍ତ୍ତମାନ କରିହେବନି। ସେମାନେ କାର୍ଯ୍ୟକ୍ରମ ହାତକୁ ନେଲା ପରେ ତାପରେ ଜଣାପଡ଼ିବ ସେ କେଉଁ ରାଜନୈତିକ ଦଳମାନେ କାର୍ଯ୍ୟକ୍ରମ କଲା ପରେ କିଏ ଲୋକଙ୍କ ପ୍ରିୟ ଭାଜନ ହୋଇପାରିବ, ସିଏ ହିଁ ଭବିଷ୍ୟତର ନେତୃତ୍ୱ ନେବ। ବିଜୁବାବୁ ସମଗ୍ର ଭାରତବର୍ଷର ବିଜୁ ଲିଗାସୀ କରୁଥିବା ଲୋକମାନେ ନିର୍ବାଚନ ଅନେକ ଥର ଲଢ଼ିଛନ୍ତି। ଲୋକମାନେ ମଧ୍ୟ ତାଙ୍କୁ ଭୋଟ ଦେଇଛନ୍ତି କି ହରାଇଛନ୍ତି, ସେଟା ଆପଣମାନେ ଜାଣିଛନ୍ତି। ତେଣୁ ସେମାନେ ବେଟର କହି ବିଜୁ ଲିଗାସୀ ଲଢ଼ିଥିଲେ ନା କେଉଁଥିରେ ଲଢ଼ିଥିଲେ। ବିଜୁବାବୁଙ୍କୁ ମୁଁ ଅଶେଷ ଅଶେଷ କୃତଜ୍ଞତା ଜଣାଉଛି। ଆପଣଙ୍କ ନାଁ ନେଇ କିଛି ଲୋକ ଅଛନ୍ତି। ପ୍ରବାଦ ପୁରୁଷ ଦିବସ, ବିଜୁବାବୁଙ୍କ ଯେଉଁ ତିରୋଧାନ ଦିବସକୁ ପାଳନ କରୁଛି, ପ୍ରବାଦ ପୁରୁଷ ଦିବସ, ଏଇଟା ଆମର ତାଙ୍କର ଦେହାନ୍ତ ପରଠୁ ପ୍ରତିବର୍ଷ ପାଳନ କରାହୋଇ ଆସୁଛି। ଯଦି ଏବେ କିଏ ନୂଆ ପାଳନ କରିବାକୁ ଚାହିଁବେ,
ताले आम धरी नबू जे बहुत वर्ष पर से मन पड़ा 28 29 30 वर्ष पर मन पड़ा बड़ कथा यहाँ